ଜୟ ଜଗନ୍ନାଥ। ଶୁଭ ସକାଳ। ମୁଁ ଶ୍ରବଣ କୁମାର ବେହେରା, ପୁରୀ ଜିଲ୍ଲାର 108 ଆମ୍ବୁଲାନ୍ସ ମହାସଂଘର ଜଣେ ଛୋଟିଆ କର୍ମକର୍ତ୍ତା। ଆଜି ମୋର ଏ ମେସେଜଟା ମୁଁ ଦେବାକୁ କାହିଁ ବାଧ୍ୟ ହେଲି, ଖାଲି ନା ଦରମା, ନା ଅକଥନୀୟ ଅତ୍ୟାଚାର, ନା ପ୍ରତିବାଦ କଲେ କର୍ମଚାରୀଙ୍କୁ ଶୋଷଣ, ଏହା ନୁହେଁ। ଅନେକ ଦାବି, ଯେଉଁଟାକି ମୁଁ 11 ବର୍ଷ 12 ବର୍ଷ ହେଲାଣି ଏଇ କମ୍ପାନୀରେ ଚାକିରି କରି ଆସିଛି। ଯେବେ ଜଏନିଂ କରିଥିଲି ସେବେ କାହାକୁ ଗୋଟେ ଖଣ୍ଡେ ପାନ ନା ସିଗାରେଟ୍ ବି ଦେଇନି। ସରକାରଙ୍କ ତରଫରୁ ଏଇଟା ନିଃଶୁଳ୍କ ଭାବେ ଚାକିରିରେ ଜଏନ୍ କରିବା ପାଇଁ। ଆଜିକା ଡେଟ୍ରେ ଏଇ ଚାକିରି କରିବା ପାଇଁ CLMO ପିଲାଙ୍କଠୁ ଲକ୍ଷେ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି ଲାଞ୍ଚ। ତା ସହିତ ନେଇକି ମଧ୍ୟ ଅକଥନୀୟ ଅତ୍ୟାଚାର ବି ଦେଉଛନ୍ତି। ହଁ, ନୋ ୱାର୍କ ନୋ ପେ। ଆମେ ଯଦି ଛୁଟି ନେଲୁ ତାହେଲେ ଆମକୁ ତୁମେ ଦରମା ଦିଅନି, ଆମେ ଖୁସି ଅଛୁ। ଆପଣ ଗାଡ଼ି ଆପଣଙ୍କର ଖରାପ ହେବ, ଗାଡ଼ି ବନ୍ଦ ରହିବ, ସେଇଟା କ'ଣ ଆମର ଭୁଲ? ଗାଡ଼ି ଖରାପ ହେଲେ ବି ଆମେ ଦରମା ପାଇବୁନି, ତାହେଲେ ଆମ ସଂସାର କେମିତି ଚଳିବ? ଆମେ ବି ସମସ୍ତେ ନିଜର ପିଲା ଛୁଆ, ବାପା ମା, ସ୍ତ୍ରୀ ପିଲାଙ୍କୁ ନେଇକି ଆମ ସଂସାର ବି ଛୋଟିଆ ସଂସାର। ଆମେ ଖଟିଲେ ଆମ ସଂସାର ଚଳେ। ଆପଣମାନେ ଯେଉଁ ଭଳିଆ ଏଇ ଠିକା କମ୍ପାନୀର ଅତ୍ୟାଚାର ଆଉ ଯେଉଁ ଭଳିଆ ଲୋକମାରଣା ନୀତିରେ ଆଜି ଅତିଷ୍ଠ ଆମେ, ଏ ସରକାର ହେଉ କି ଯିଏ ବି ହେଉ, ଏ ଲଢ଼େଇ ହେଉଛି। ଆଗାମୀ ଦିନରେ ଯେ ପର୍ଯ୍ୟନ୍ତ ଆମର ଇଏ ପ୍ରତିବାଦ କରିକି ଯେଉଁମାନେ ଆମର ଲିଡ଼ର ଭାଇମାନଙ୍କୁ ବସିଆ ଯାଇଛି ସେମାନଙ୍କୁ ଏ ଚାକିରିରେ ଜଏନ୍ କରିବା ହେଉ। ଯେଉଁ ନ୍ୟାଯ୍ୟ ଦାବି ବି ଅଛି, 12 ଘଣ୍ଟା ଖଟେଇ 8 ଘଣ୍ଟା ଖଟେଇ 12 ଘଣ୍ଟା ଖଟେଇ 8 ଘଣ୍ଟାର ପଇସା ଦେବା ହେଉ। ଅନେକ ଯେଉଁ ଇଂରେଜ ଶାସନ ତ ଗୋଟେ ସହନଶୀଳତା ଥିଲା, ଇଏ ତାଠୁ ବଳକା, ଇଂରେଜଙ୍କଠୁ ବଳକା। ଇଏ ଭାବୁଛନ୍ତି ଆଉ ଏଠି ଧର୍ମ ସରିଯାଇଛି, ଖାଲି ଅଧର୍ମ କରି ଚାଲିବେ। ଇଏ ଜଗନ୍ନାଥ ମାଟି, ଏଠି ଯିଏ ଅଧର୍ମ କରିଛି ସେ ପତନ ହିଁ ହେଇଛି। ତାର କୌଣସି ପ୍ରକାର ସଂସାରରେ ଜାଗା ନାହିଁ। ଆମେ ମରିବୁ ନହେଲେ ମାରିବୁ। ତମେ ତମ ଘରର ଟଙ୍କା ଆଣିକି ଆମକୁ ଦରମା ଦେଉନ, ଆମ ହକ। ଆମେ ନିଜେ ସରକାରଙ୍କୁ ଟ୍ୟାକ୍ସ ଦେଉଛୁ, ତାଙ୍କ ପାଖରେ ଖଟୁଛୁ, ଆଉ ତା ସହିତ ସିଏ ବି ଆମକୁ ସେଇ ଟ୍ୟାକ୍ସର ଦରମା ଆମକୁ ଦେଇକି ଲୋକଙ୍କ ସେବାରେ ଲଗେଇଛନ୍ତି। ଅନେକ ସମୟରେ ବିପର୍ଯ୍ୟୟଗ୍ରସ୍ତ ବେଳେ ଏଇ 108 ପିଲା ସମସ୍ତଙ୍କର ଅସୁବିଧା ସମୟରେ ଠିଆ ହେଇନ୍ତି। କିନ୍ତୁ ଆଜି ସେଇ 108 ଆମ୍ବୁଲାନ୍ସ କର୍ମଚାରୀ ଆଜି ରାଜରାସ୍ତାରେ। ବିଚାର ଆପଣମାନଙ୍କର। ଜୟ ଜଗନ୍ନାଥ।